ଘରେ ଝିଅ ଥିଲେ ସରକାର ଦେବେ 2 ଲକ୍ଷ ଆର୍ଥିକ ସହାୟତା। ବାପା ମା ତୁରନ୍ତ କରନ୍ତୁ ଆବେଦନ। ଝିଅମାନଙ୍କ ବିକାଶ ଏବଂ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସରକାର ଭାଗ୍ୟଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଝିଅମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ଚାଲିଛି। ଏହି ଯୋଜନା ଅଧୀନରେ ଝିଅ ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଭାଗ୍ୟଲକ୍ଷ୍ମୀ ଯୋଜନା ଭାଗ୍ୟଲକ୍ଷ୍ମୀ ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସମାଜରେ ସେମାନଙ୍କ ପ୍ରତି ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା। ଝିଅ ଜନ୍ମ ହେଲେ 5,100 ଆର୍ଥିକ ସହାୟତା ଦିଆଯାଏ, ଯାହା ପରିବାରକୁ ପ୍ରାରମ୍ଭିକ ଖର୍ଚ୍ଚରେ ଆଶ୍ୱସ୍ତି ଦେଇଥାଏ। ଏହା ବ୍ୟତୀତ ଝିଅ ନାମରେ 50,000 ଏକ ବଣ୍ଡ ମଧ୍ୟ ପ୍ରଦାନ କରାଯାଏ, ଯାହା 21 ବର୍ଷ ପରେ ମ୍ୟାଚୁରିଟି ହୋଇ 2 ଲକ୍ଷ ହୁଏ। ଶିକ୍ଷାରେ ସହାୟତା ଝିଅମାନଙ୍କ ଉଜ୍ଜଳ ଭବିଷ୍ୟତର ଗ୍ୟାରେଣ୍ଟି। ଏହି ଯୋଜନାରେ ଝିଅମାନଙ୍କ ଶିକ୍ଷାକୁ ପ୍ରାଥମିକ ଦିଆଯାଇଛି। ଝିଅର ଶିକ୍ଷାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ଷଷ୍ଠ ଶ୍ରେଣୀର ପ୍ରବେଶ ପାଇଁ 3,000, ଅଷ୍ଟମ ଶ୍ରେଣୀର ପ୍ରବେଶ ପାଇଁ 5,000, ଦଶମ ଶ୍ରେଣୀର ପ୍ରବେଶ ପାଇଁ 7,000 ଓ ଦ୍ୱାଦଶ ଶ୍ରେଣୀରେ 8,000 ସହାୟତା ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜମା କରାଯାଏ। ଏହି ସହାୟତା ପରିବାର ପାଇଁ ଏକ ପ୍ରେରଣା, ଯାହାଦ୍ୱାରା ସେମାନଙ୍କ ଝିଅମାନେ କୌଣସି ଆର୍ଥିକ ପ୍ରତିବନ୍ଧକ ବିନା ସେମାନଙ୍କ ଶିକ୍ଷା ସମାପ୍ତ କରିପାରିବେ। ଆବେଦନ ପାଇଁ ଆବଶ୍ୟକ ଡକୁମେଣ୍ଟ କ'ଣ ରହିଛି? ଭାଗ୍ୟଲକ୍ଷ୍ମୀ ଯୋଜନା ଲାଭ ପାଇବା ପାଇଁ ପିତାମାତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପାଇଁ ପଡ଼ିବ। ଏଥିପାଇଁ ବାପା ମା ଏବଂ ଝିଅର ଆଧାର କାର୍ଡ଼, ଝିଅର ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ ପାସବୁକ୍ ଏବଂ ପାସପୋର୍ଟ ଆକାର ଫଟୋ। ଏହି ଡକୁମେଣ୍ଟ ଗୁଡ଼ିକ ସଠିକ୍ ଭାବରେ ଦାଖଲ କରିବା ପରେ ଆବେଦନ ପ୍ରକ୍ରିୟାକୁ ସରଳୀକୃତ କରାଯାଏ। ଯୋଗ୍ୟତା କ'ଣ ରହିଛି? ଯୋଗ୍ୟତା ସର୍ତ୍ତାବଳୀ ଏହି ଯୋଜନା ଲାଭ କେବଳ ସେହି ପରିବାରକୁ ଦିଆଯିବ ଯେଉଁମାନେ ଏହାର ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରନ୍ତି। ଏହା ଅନୁଯାୟୀ ଝିଅଟି 31 ମାର୍ଚ୍ଚ 2006 ପରେ ଜନ୍ମ ହୋଇଥିବା ଉଚିତ। ପରିବାର ବାର୍ଷିକ ଆୟ 2 ଲକ୍ଷରୁ କମ୍ ହେବା ଉଚିତ ଏବଂ ଝିଅର ଜନ୍ମ ଗୋଟିଏ ମାସ ମଧ୍ୟରେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ପଞ୍ଜୀକରଣ କରାଯିବା ଆବଶ୍ୟକ। ଏହା ବ୍ୟତୀତ ଝିଅର ସମ୍ପୂର୍ଣ୍ଣ ଶିକ୍ଷା ସରକାରୀ ସ୍କୁଲରେ ହେବା ଉଚିତ ଏବଂ ବିବାହ ବୟସ 18 ବର୍ଷରୁ କମ୍ ହେବା ଉଚିତ ନୁହେଁ। ଭାଗ୍ୟଲକ୍ଷ୍ମୀ ଯୋଜନା ଆବେଦନ ପ୍ରକ୍ରିୟା କ'ଣ ରହିଛି? ଭାଗ୍ୟଲକ୍ଷ୍ମୀ ଯୋଜନା ଆବେଦନ କରିବାକୁ ପିତାମାତାଙ୍କୁ ନିକଟସ୍ଥ ଶିଶୁ ଏବଂ ମହିଳା ବିକାଶ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ। ସେଠାରୁ ଆବେଦନ ଫର୍ମ ପାଇବା ପରେ ଆବଶ୍ୟକ ସୂଚନା ଦେଇ ସେଥିରେ ପୂରଣ କରିବା ପାଇଁ ପଡ଼ିବ। ଏହା ସହିତ ସମସ୍ତ ଡକୁମେଣ୍ଟ ସହିତ ଫର୍ମ ଦାଖଲ କରିବା ପାଇଁ ପଡ଼ିବ। ଅଧିକରୁ ଅଧିକ ପରିବାର ଏଥିରୁ ଉପକୃତ ହୋଇପାରିବେ ବୋଲି ଆବେଦନ ପ୍ରକ୍ରିୟାରୁ ବ୍ୟବହାରକାରୀ ଅନୁକୂଳ କରାଯାଇଛି। ଭାଗ୍ୟଲକ୍ଷ୍ମୀ ଯୋଜନାର ଲାଭ କ'ଣ ରହିଛି? ଭାଗ୍ୟଲକ୍ଷ୍ମୀ ଯୋଜନା କେବଳ ଝିଅ ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରେ ନାହିଁ, ବରଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦିଏ। ଏହି ଯୋଜନା ଝିଅମାନଙ୍କୁ ନିରନ୍ତର ଶିକ୍ଷା ଜାରି ରଖିବାରେ ସକ୍ଷମ କରିଥାଏ ଏବଂ ସମାଜରେ ସେମାନଙ୍କ ପ୍ରତି ଏକ ସକାରାତ୍ମକ ମନୋଭାବ ପ୍ରୋତ୍ସାହିତ କରିଥାଏ। ତ ଫ୍ରେଣ୍ଡସ୍, ଏମିତି ଅପଡେଟ୍ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଆପଣମାନେ ସର୍ବପ୍ରଥମେ ଭିଡ଼ିଓଟି ପାଇପାରିବେ। ତ ଫ୍ରେଣ୍ଡସ୍, ଏହି ଭିଡ଼ିଓଟାକୁ ହ୍ୱାଟ୍ସଆପ୍, ଫେସବୁକ୍ ମାଧ୍ୟମରେ ସେୟାର କରନ୍ତୁ।